ଇକେୱାଇସି ପ୍ରାୟ 20,58,000 ଲୋକ ଇକେୱାଇସି କରିନାହାନ୍ତି। ସେଇ ଯେଉଁମାନେ କରିନାହାନ୍ତି ସେମାନଙ୍କ ଚାଉଳ ଆମେ ବନ୍ଦ କରିଛୁ। ଯଦି ଚାଉଳ ନ ଯିବା ଶୁଣିକି ସେମାନେ ଆସନ୍ତି ଇକେୱାଇସି କଲା ପରେ ସାଙ୍ଗେ ସାଙ୍ଗେ ଆମେ ଦେବୁ। କିନ୍ତୁ ଯେଉଁମାନଙ୍କ ଇକେୱାଇସି ହେଇଯାଇଛି ସେମାନଙ୍କ ଚାଉଳରେ କିଛି ଯିବାରେ କିଛି ଅସୁବିଧା ନାହିଁ। ନେଟୱାର୍କ ସମସ୍ୟା ଯେଉଁ ଜିଲ୍ଲାମାନଙ୍କରେ ଥିଲା ସେଗୁଡ଼ାରେ ଆମେ ସବୁ ପ୍ରକାର ମାନେ ନେଟୱାର୍କର ବ୍ୟବସ୍ଥା କରିଛୁ। ଆଉ କେମିତି ନେଟୱାର୍କ କାରଣରୁ ତାଙ୍କର ଇକେୱାଇସି ବନ୍ଦ ନ ହେବ ସେ ବ୍ୟବସ୍ଥା ବି କରିଛୁ। ଆଉ ତାର ଯେଉଁ ବୁଷ୍ଟର ସିଷ୍ଟମ ବୁଷ୍ଟର ବି ଆମେ ଲଗେଇଛୁ, ଯେଉଁଟା ନେଟୱାର୍କ ଠିକ୍ ଭାବରେ କାମ ଦେବ ସେ କାର୍ଯ୍ୟ ମଧ୍ୟ ଆମେ କରିଛୁ। ତା ସତ୍ତ୍ୱେ ମଧ୍ୟ ଯଦି ହେଇପାରେ ନାହିଁ ତାହେଲେ ସେମାନେ ଯେଉଁମାନଙ୍କ ରହିଗଲା ସେମାନେ ଆସିବେ ପୁଣି ଜିଲ୍ଲା କେନ୍ଦ୍ର ମାନଙ୍କରେ କରିବେ। ନିଶ୍ଚିତ ଭାବରେ ଆମେ 3 ମାସ ଅପେକ୍ଷା କରିବୁ। 3 ମାସ ସସ୍ପେଣ୍ଡେଡ୍ ଅବସ୍ଥାରେ ରହିବ। ଆମେ ୱେଟ୍ କରିବୁ। ଯଦି କେହି ନ ଆସିଲେ 3 ମାସ ଭିତରେ ଆମେ ସେ ଅନେକ ଦିନ ହେଲା ପ୍ରକୃତରେ ସେ ଗହମ ରହିଯାଇଥିଲା, ତାକୁ ଡିଷ୍ଟ୍ରିବ୍ୟୁଟ୍ କରିପାରିନଥିଲେ ମାନେ। ଆଉ ଯଦି ମାନ ଖରାପ ଥିବ ତାକୁ ଡିଷ୍ଟ୍ରିବ୍ୟୁଟ୍ ନ କରିବା ପାଇଁ ମୁଁ ଅଫିସରମାନଙ୍କୁ ଆଜି କହିବି। ଆଉ ଆମେ ନୂଆ ଗହମ ଦେବା ପାଇଁ ମଧ୍ୟ ଯେଉଁ ଗହମ ସ୍କିମ୍ଟାକୁ ପୁରା ଲାଗୁ କରିବା ପାଇଁ ତାକୁ ମଧ୍ୟ ଆମେ ଆଉ ଥରେ ଗୋଟେ ମିଟିଂ ନେବୁ, ସେ ବ୍ୟବସ୍ଥା କରିପାରିବୁ। ନାଇଁ, ପୋକରା ଗମରା ଗହମ ଦିଆଯିବ ନାହିଁ। ନାଇଁ, ଗୋଟିଏ ସ୍କିମ୍ରେ ଆସିଥିଲା, ଗୋଟିଏ ଥର ଆସିଥିଲା। ସେଟା ମୁଁ କହିଦେବି, ଆପଣଙ୍କୁ ଡାଟା ଦେଇଦେବି ଏକ୍ଜାକ୍ଟଲି କେତେ ତା ଫିଗର ମୋ ପାଖେ ଡାଟା ବିକା ନାହିଁ। କିନ୍ତୁ ଯାହା ବି ଆସିଥିଲା ଆମେ ତାକୁ ଡିଷ୍ଟ୍ରିବ୍ୟୁଟ୍ କରିପାରିନଥିଲୁ। କାହିଁକି ନା ତାର ଟ୍ରାନ୍ସପୋର୍ଟିଂ ତାର ଆଉ ଗୋଦାମରେ ରଖିବା ପ୍ରକ୍ରିୟାଟା ହେଇପାରିନଥିଲା। ସେଥିପାଇଁ ଆମେ ତାକୁ ବ୍ରେକ୍ କରିଛୁ। କିନ୍ତୁ ପୁଣି ଆଉ ଥରେ ବସିକି କେମିତି ଗହମ ଲୋକମାନେ ପାଇବେ ସେ ବିଷୟରେ ଆମେ ଚିନ୍ତା କରିବୁ। ଡାଟା ଆମେ ଦେଇଦେବୁ ଆପଣଙ୍କୁ। ପୁରା ରାଜ୍ୟରେ ସମୁଦାୟ 20,58,000 ଲୋକ ଇକେୱାଇସି କରିନାହାନ୍ତି। କେଉଁ ଜିଲ୍ଲାରେ କେତେ କରିନାହାନ୍ତି ତା ଡିଟେଲ ରିପୋର୍ଟ ଆପଣଙ୍କୁ ଆମେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଜୀ ଆମ କଥା ଆଉ ବଡ଼ ହୃଦୟତାର ସହିତ ସୌଦରତାର ସହିତ ଚିନ୍ତା ଶୁଣିଲେ ଏବଂ କହିଲେ ନିଶ୍ଚିତ ଭାବରେ ମୁଁ ସେ ବିଷୟରେ କିଛି ଆକ୍ସନ୍ ନେବି। ମୁଁ ଭାବୁଛି ଏ ଭିତରେ ଆଉ ଚାଉଳ ଇଭାକୁଏଟ୍ ହେବା ପାଇଁ ବ୍ୟବସ୍ଥା ହେଇଛି। ଆଉ FCIକୁ କିଛି ନିର୍ଦ୍ଦେଶ ଆସିଛି। ଏଭଳିଆ ରିପୋର୍ଟ ମୋ ପାଖକୁ ମିଳୁଛି। ନିଶ୍ଚିତ ଭାବରେ ସେ ପ୍ରୋଜେକ୍ଟ ମାତ୍ର ଗୋଟିଏ ଜାଗାରେ ଆମେ କରିଛୁ, ତାକୁ ଏ ଭିତରେ ଆଉ କିଛି ଜାଗାରେ ଆମେ କରିବୁ। ଧୀରେ ଧୀରେ ଯେତେବେଳେ ଲୋକ ତାକୁ ଆକ୍ସେପ୍ଟ କରିବେ ଆମେ ଅଧିକ ଜାଗାରେ କରିବୁ। 5 ବର୍ଷ ପିଲାମାନଙ୍କର ତ ଆଡ୍ ହେଇବନି ନା। 5 ବର୍ଷ ପର ଏଜ୍ ଅଧିକା ଏଜ୍ ସେଇଟା ଆଡ୍ ହେବ। ଆଡ୍ ପ୍ରକ୍ରିୟା ଆମେ କହିଦେଇଛୁ। ମୁଁ ମାନେ ଆମ ଅଫିସର ମାନଙ୍କୁ କୁହାଯାଇଛି ଆଡ୍ ହେଇଯିବ। ଆଡ୍ କାହାର ବନ୍ଦ ହେବନି।